ରାଉରକେଲାରେ ଆରମ୍ଭ ହେଲା ହୋଟେଲିୟର୍ସ ଆସୋସିଏସନ୍। ରାଉରକେଲା ସହରରେ ହୋଟେଲ ମାଲିକମାନଙ୍କୁ ନେଇ ଆରମ୍ଭ ହେଲା ହୋଟେଲିୟର୍ସ ଆସୋସିଏସନ୍। ଗତକାଲି ଅର୍ଥାତ୍ 27 ତାରିଖ ଦିନ ରାଉରକେଲାର ହୋଟେଲ ସୋଲାସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ସଂଗଠନ ବିଷୟରେ ସୂଚନା ଦେଇଛି ହୋଟେଲିୟର୍ସ ଆସୋସିଏସନ୍। ହୋଟେଲ ମାଲିକମାନଙ୍କୁ ନେଇ ଏହି ସଂଘ ସହରରେ କାର୍ଯ୍ୟ କରିବ ବୋଲି କୁହାଯାଉଛି। ତେବେ ଏହି ହୋଟେଲିୟର୍ସ ଆସୋସିଏସନ୍ ଗଠନ ପରେ 2026-27 ପାଇଁ ପ୍ରଥମ କରି ଗିରିଜା ଶଙ୍କର ଦ୍ୱିବେଦୀ ସଭାପତି ରୂପେ ମନୋନୀତ ହୋଇଥିବା ବେଳେ ମୋଟ 17 ଜଣ ସଦସ୍ୟଙ୍କୁ ନେଇ ଏହି ଆସୋସିଏସନ୍ ସହରରେ ଠିଆ ହୋଇଛି। ହୋଟେଲ ମାଲିକମାନଙ୍କ ସୁବିଧା ଅସୁବିଧାରେ ସହଯୋଗ କରିବା ପାଇଁ ରାଉରକେଲା ସହରରେ ପୂର୍ବରୁ ମଧ୍ୟ ଏକ ଅନୁଷ୍ଠାନ ଥିବାବେଳେ ହୋଟେଲ ନାମରେ ଏହି ଆସୋସିଏସନ୍ ନୂଆ କରି ଦ୍ୱିତୀୟ ଥର ପାଇଁ ଜନ୍ମ ନେଇଛି। ଅସନ୍ତୋଷ ମତଭେଦ କଷ୍ଟରୁ ଏହାରି ଜନ୍ମ ହୋଇଥିଲେ ହେଁ ଏହି ଆସୋସିଏସନ୍ ସମସ୍ତଙ୍କୁ ସାଥିରେ ନେଇ ଚାଲିବ ବୋଲି ହୋଟେଲ ସୋଲାସଠାରେ ମାଲିକ ଶୈଳେନ୍ଦ୍ର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ ଫେବୃଆରୀ 18 ତାରିଖରେ ହୋଟେଲ ସୋଲାସଠାରେ ଅନୁଷ୍ଠିତ ଏକ ବୈଠକରେ ସମାନ ମନୋଭାବ ଥିବା ହୋଟେଲ ବ୍ୟବସାୟୀ ହୋଟେଲିୟର୍ସ ଆସୋସିଏସନ୍ ରାଉରକେଲା ହାର ନାମରେ ସଂଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ହୋଟେଲ ବ୍ୟବସାୟୀ ଏବଂ ରେଷ୍ଟୁରାଣ୍ଟ ମାଲିକମାନେ ବୃହତ ସ୍ୱାର୍ଥ ପାଇଁ 2026 ମାର୍ଚ୍ଚ ଶେଷ ସୁଦ୍ଧା ନୂତନ କମିଟି ଗଠନ ଏବଂ ନୂତନ ସଦସ୍ୟଙ୍କୁ ଆମନ୍ତ୍ରଣ କରିବାକୁ ଦାୟିତ୍ୱ ଦିଆଯାଇଛି। ଏଠାରେ ସ୍ମରଣଯୋଗ୍ୟ ଯେ ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ର ବର୍ତ୍ତମାନ ସଭାପତି ଯିଏକି 2 ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ସେ ପ୍ରକୃତରେ 2024 ଜାନୁଆରୀ 31 ତାରିଖରେ ଅନୁଷ୍ଠିତ ନିର୍ବାଚନରେ କେବଳ ବର୍ଷେ ପାଇଁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଆହୁରି ବର୍ଷେ ସେହି ପଦବୀରେ ରହିବା ପାଇଁ ମନସ୍ଥ କରି ଏକ ପ୍ରସ୍ତାବ ଦେଇଥିଲେ, ଯାହା ସମ୍ପୂର୍ଣ୍ଣ ବେଆଇନ ଅର୍ଥାତ୍ 2024ରୁ 2026 ପର୍ଯ୍ୟନ୍ତ ସେ ସେହି ପଦବୀରେ ରହିଛନ୍ତି। ତେବେ ଏ ବାବଦରେ ଉପ ଆଇନର ସଂଶୋଧନ କରାଯାଇ ନାହିଁ। ସୁନ୍ଦରଗଡ଼ ପଞ୍ଜୀକରଣ ରେଜିଷ୍ଟ୍ରାରଙ୍କ ପାଖରେ ଅନୁମୋଦନ ପାଇଁ ଉପସ୍ଥାପନ ମଧ୍ୟ କରାଯାଇ ନାହିଁ କି କୌଣସି ସାଧାରଣ ପରିଷଦ ବୈଠକ ହୋଇନାହିଁ ବୋଲି ରାଉରକେଲା ହୋଟେଲିୟର୍ସ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ସଭାପତି ହୋଇଥିବା ନ୍ୟୁ ଉତ୍ସବର ମାଲିକ କେବେ ବି ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟର ପ୍ରାଥମିକ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇନାହାନ୍ତି। ତେଣୁ ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟର ସଭାପତି ତାଙ୍କର ନିର୍ବାଚନ ଅବୈଧ ବୋଲି ସୂଚନା ଦିଆଯାଇଛି। ଏଥିସହିତ ବେଦବ୍ୟାସର ହୋଟେଲ ପାହାଡ଼ିରେ 2025 ଏପ୍ରିଲ 11 ତାରିଖରେ ଅନୁଷ୍ଠିତ ସାଧାରଣ ସଭା ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇ ଶୈଳେନ୍ଦ୍ର ମହାନ୍ତିଙ୍କୁ ଜଳ ଯୋଗାଣ ପ୍ରସଙ୍ଗକୁ ଉଚ୍ଚ ନ୍ୟାୟାଳୟକୁ ନେବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ତାହାକୁ କାର୍ଯ୍ୟନିର୍ବାହୀ ବୈଠକରେ ପ୍ରତ୍ୟାହାର କରାଯାଇଥିଲା, ଯାହା ଉପ ଆଇନ ବିରୁଦ୍ଧ ବୋଲି କୁହାଯାଇଛି। 2026-28 ଅଧିବେଶନରେ ନିର୍ବାଚନ କାର୍ଯ୍ୟସୂଚୀ ସହ 2025 ମେ 22 ତାରିଖରେ ସାଧାରଣ ସମ୍ପାଦକଙ୍କ ଦ୍ୱାରା ଉପ ଆଇନର ଏକ ସଂଶୋଧିତ କପି ପ୍ରସାରିତ କରାଯିବା ସହିତ ଉପ ଆଇନ ପ୍ରକ୍ରିୟାରେ ଉଲ୍ଲଂଘନ କରାଯାଇଛି ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି। ଉପ ଆଇନ ଅନୁଯାୟୀ କୌଣସି ସଂଶୋଧନ ବା ଯୋଗ ଗ୍ରହଣୀୟ ନୁହେଁ। ଏପରିକି ବିଧିବଦ୍ଧ ଭାବରେ ଡକାଯାଇଥିବା ସାଧାରଣ ପରିଷଦ ବୈଠକରେ ଏହା ଆଲୋଚନା କରାଯାଇ ନାହିଁ କି ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଦ୍ୱାରା ଗୃହୀତ ହୋଇନାହିଁ ଏବଂ ରେଜିଷ୍ଟ୍ରାରଙ୍କ ଦ୍ୱାରା ଅନୁମୋଦିତ ମଧ୍ୟ ହୋଇନାହିଁ। ଏଠାରେ ସୂଚନାଯୋଗ୍ୟ ଯେ 22/5/2025 କୌଣସି ସାଧାରଣ ପରିଷଦ ବୈଠକ ହୋଇନାହିଁ ଏବଂ ଉପ ଆଇନରେ କୌଣସି ସଂଶୋଧନ ଉପରେ ଆଲୋଚନା କିମ୍ବା ଅନୁମୋଦନ କରିବା ପାଇଁ କୌଣସି ସାଧାରଣ ପରିଷଦ ବୈଠକ ଡକାଯାଏ ନାହିଁ ବୋଲି ହୋଟେଲିୟର୍ସ ଆସୋସିଏସନ୍ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଗତ 2 ବର୍ଷ ମଧ୍ୟରେ କେବଳ ଅଧିବେଶନର କାର୍ଯ୍ୟକାଳକୁ 1 ବର୍ଷରୁ 2 ବର୍ଷକୁ ବୃଦ୍ଧି କରିବା ଓ ବାର୍ଷିକ ସାଧାରଣ ସଭା ବୈଠକରେ କାର୍ଯ୍ୟକାରୀ ହେବା ସମୟରେ ସଭାପତିଙ୍କ ଦ୍ୱାରା ଏକମାତ୍ର ସଂଶୋଧନ ପ୍ରସ୍ତାବ ଆରମ୍ଭ କରାଯାଇଥିଲା। ଶ୍ୟାମଲାଲ ଗୁପ୍ତାଙ୍କ ଅଧ୍ୟକ୍ଷତାରେ 2023 ଜୁଲାଇ 31ରେ ଉପ ଆଇନ ଶେଷ ପ୍ରମୁଖ ସଂଶୋଧନ କରାଯାଇଥିଲା। ମାତ୍ର ଏହାର ମୂଳ କପି ସରକାରୀ ରେକର୍ଡରେ ଅକ୍ଷୁଣ୍ଣ ରହିଛି ବୋଲି କୁହାଯାଇଛି। ତେବେ ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଓନର୍ସ ଆସୋସିଏସନ୍ରୁ କିଛି ବରିଷ୍ଠ ସଦସ୍ୟଙ୍କ ଇସ୍ତଫା ପରେ ଏହି ନୂତନ ଆସୋସିଏସନ୍ ହୋଟେଲିୟର୍ସ ଆସୋସିଏସନ୍ ରାଉରକେଲାରେ ଗଠନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଗିରିଜା ଶଙ୍କର ଦ୍ୱିବେଦୀ, ଶୈଳେନ୍ଦ୍ର ମହାନ୍ତି, ପ୍ରକାଶ ସେନାପତି, ବିଜୟ ପ୍ରସାଦ କସର ଜମିରଙ୍କ ସମେତ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର ସଭାପତି ମଳୟ ରାୟ, ପୂର୍ବତନ ସଭାପତି ସୁନୀଲ କାୟଲ, ଶୁଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ରାଉରକେଲା ପୁରୁଣା ଅନୁଷ୍ଠାନ ଅର୍ଥାତ୍ ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଓନର୍ସ ଆସୋସିଏସନର ମୋଟ ସଦସ୍ୟ ସଂଖ୍ୟା 67ରେ ଥିବାବେଳେ 17 ଜଣ ବାହାରି ଆସିବା ପରେ ବର୍ତ୍ତମାନ ତାର ସଂଖ୍ୟା 50ରେ ସୀମିତ ରହିଥିବା ଜଣାପଡ଼ିଛି। ତେବେ ଏହି ସଂଖ୍ୟା କ୍ରମଶଃ ଧୀରେ ଧୀରେ ଖସିବାକୁ ଲାଗିଥିବା କୁହାଯାଉଛି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।